ନମସ୍କାର ଦର୍ଶକ ବନ୍ଧୁ। ମୁଁ ରୋଜି ବିହୁ ଆମର ଏହି ଚ୍ୟାନେଲରେ ଆପଣଙ୍କୁ ସ୍ୱାଗତ ଜଣାଉଛି। ସକାଳ ସନ୍ଧ୍ୟା ପର୍ଯ୍ୟନ୍ତ ବର୍ଷ ବର୍ଷ ଆପଣ ଯେଉଁ ଜିନିଷ ପଛରେ ପାଗଳଙ୍କ ପରି ଦୌଡୁଛନ୍ତି, ସେ ଆପଣଙ୍କ ହାତକୁ କଣ ପାଇଁ ଆସୁନାହିଁ? ଆପଣ ପଇସା ପଛରେ ଯେତେ ଦୌଡୁଛନ୍ତି, ପଇସା ସେତିକି ଆପଣଙ୍କ ଠାରୁ ଦୂରେଇ ଯାଉଛି। କଣ ପାଇଁ? ଥରେ ଭାବନ୍ତୁ ତ। ଆପଣମାନେ ଗୋଟିଏ କଥା ସବୁବେଳେ ଧ୍ୟାନ ରଖିବେ କି ଆପଣ କେବେ ବି ପଇସା ପଛରେ ଦୌଡନ୍ତୁ ନାହିଁ। ଯଦି ଆପଣ କୌଣସି ଜିନିଷକୁ ପିଛା କରିବେ, ତ ଆପଣ ଏ ବ୍ରହ୍ମାଣ୍ଡକୁ ଏହା ଜଣାଉଛନ୍ତି କି ମୋ ପାଖରେ ଏହି ଜିନିଷ ନାହିଁ। ମୁଁ ପୁରାପୁରି ଖାଲି ଅଟେ। ଆଉ ବ୍ରହ୍ମାଣ୍ଡର ଗୋଟିଏ ନିୟମ ଅଛି କି ଯେଉଁ ଜିନିଷ ପାଇଁ ଆପଣ ଯେତିକି ବିକଳ ହେବେ, ସେତେ ସେତେ ସେହି ଜିନିଷ ହିଁ ଆପଣଙ୍କ ଠାରୁ ସେତିକି ଦୂରକୁ ଦୌଡ଼ିବାକୁ ଲାଗିବ। ଆପଣମାନେ ଅନେକ ଥର ଅନୁତାପ ବି କରିଥିବେ କି ଯେତେବେଳେ ଆପଣଙ୍କର ପଇସା ଅଧିକ ଦରକାର ପଡ଼େ, ତ ସେତେବେଳେ ଆପଣଙ୍କ ପାଖକୁ ପଇସା ଆସିନଥାଏ। ସବୁ ରାସ୍ତା ବନ୍ଦ ହୋଇଯାଇଥାଏ। ଆଉ ଯେତେବେଳେ ଆପଣଙ୍କ ପାଖରେ ପଇସା ଆସିଥାଏ, ତ ନୂଆ ନୂଆ ରାସ୍ତା ଆପେ ଆପେ ଖୋଲିବାକୁ ଲାଗିଥାଏ। ଆଉ ଏହା କୌଣସି ସଂଯୋଗ ନୁହେଁ, ଏହା ବ୍ରହ୍ମାଣ୍ଡର ଊର୍ଜା ହୋଇଥାଏ। ପଇସା ଏକ ଊର୍ଜା ହୋଇଥାଏ। ଆଉ ପଇସା ସେହି ଲୋକମାନଙ୍କ ପାଖରେ ତିଷ୍ଠି ଥାଏ, ଯେ ପଇସା ବିନା ନିଜକୁ ସମ୍ପୂର୍ଣ୍ଣ ଓ ସମର୍ଥ ଭାବେ ଅନୁଭବ କରିଥାନ୍ତି। ତ ଆପଣଙ୍କ ମନରେ ଏବେ ଏହି ପ୍ରଶ୍ନ ଆସୁଥିବ ଯେ ଯଦି ପଇସା ପଛରେ ଦୌଡ଼ିବେ ନାହିଁ ତ କରିବେ କଣ? ଆପଣଙ୍କୁ ଚୁମ୍ବକ ବନିବାକୁ ପଡ଼ିବ। ତେବେ ଚାଲନ୍ତୁ ଜାଣିବା ପଇସା ପ୍ରକୃତରେ ଆପଣଙ୍କ ଠାରୁ ଦୂରକୁ କଣ ପାଇଁ ଚାଲିଯାଇଥାଏ? ପଇସା ଆପଣଙ୍କୁ ଘୃଣା କଣ ପାଇଁ କରିଥାଏ? କିନ୍ତୁ ଆପଣଙ୍କ ଭିତରେ କିଛି ଏପରି ଅଭ୍ୟାସ ଅଛି, ଏପରି ଗୁଣ ଅଛି, କିଛି ଏପରି ଚିନ୍ତାଧାରା ଅଛି, ଏପରି ଡର ଭୟ ଅଛି, ଯାହା ପଇସା ଆଗରେ ଏକ ଅଦୃଶ୍ୟ ବାଡ଼ ହୋଇ କାମ କରିଥାଏ। ତ ସବୁଠୁ ପ୍ରଥମ ବାଡ଼ ହେଉଛି ମାଗିବାର ଅଭ୍ୟାସ। ଯଦି ଆପଣମାନେ ପଇସା ବିଷୟରେ ଭାବିଥାନ୍ତି, ଆପଣଙ୍କ ଭାବନା କଣ ହୋଇଥାଏ? ନା ମୋର ପଇସା ଅର୍ଜେଣ୍ଟ ଦରକାର। ମୁଁ ଇଲେକ୍ଟ୍ରି ବିଲ୍ ପେ କରିବି। ମୋତେ ଆଗକୁ ଘରଟେ ବନେଇବାରେ ଅଛି। ମୁଁ ଭଲ ଗୋଟିଏ ଜାଗାଟେ କିଣିବି। ମୁଁ ଏଇଟା କରିବି, ମୁଁ ସେଇଟା କରିବି। ଖାଲି ମୁଁ। ତ ଦେଖନ୍ତୁ, ଏ ଦୁନିଆର କୌଣସି ଫରକ ପଡ଼ିବ ନାହିଁ କି ଆପଣଙ୍କ ଘରେ ଟଙ୍କା ପଇସା ଅଛି କି ନାହିଁ। ଆପଣଙ୍କ ଘର ଚଳିବା ପାଇଁ ରାସନ ନାହିଁ। କିନ୍ତୁ ବଜାର କେବଳ ଆଉ କେବଳ ଗୋଟିଏ ହିଁ ଭାଷାକୁ ବୁଝିଥାଏ, ସେ ହେଉଛି ପଇସା। ଧନୀ ଲୋକମାନେ ସକାଳୁ ଉଠୁ ଉଠୁ କଣ ଭାବନ୍ତି ଜାଣିଛନ୍ତି? ମୁଁ ଆଜି ମୋର କେଉଁ ସମସ୍ୟାକୁ ପ୍ରଥମେ ଦୂର କରିବି। ସେ ଏହା କେବେ ବି ଭାବିନଥାନ୍ତି କି ପଇସା ମୋ ପାଖକୁ କିପରି ଆସିବ ବୋଲି। ଆଉ ଧନୀ ଲୋକମାନେ କେବେ ବି ପଇସା ପଛରେ ଦୌଡ଼ନ୍ତି ନାହିଁ। ସେମାନେ ପଇସାର ଭାଲ୍ୟୁ, ପଇସାର ମୂଲ୍ୟ ନିର୍ମାଣ କରିଥାନ୍ତି। ଆଉ ପଇସା ସେହି ଭାଲ୍ୟୁକୁ ବୁଝି ଯାଇଥାଏ। ପଇସା ତ ତାଙ୍କ ପାଖକୁ ଆସିବ ହିଁ ଆସିବ। ତ ଆପଣମାନେ ଏବେଠାରୁ ଆପଣଙ୍କୁ ପଚାରନ୍ତୁ କି ଆପଣ ଏ ଦୁନିଆକୁ କଣ ଦେଉଛନ୍ତି? ଯଦି ଆପଣ ଗୋଟିଏ ସାଧାରଣ ଜବ୍‌ଟିଏ କରିଛନ୍ତି, ଯଦି ଆପଣ ଚାହାନ୍ତି କି ଆପଣଙ୍କ ପାଖକୁ ପଇସା ଚୁମ୍ବକ ପରି ଆସୁ, ତ ଆପଣଙ୍କୁ ଏକ ପ୍ରକାରର ସ୍ରୋତଟିଏ ବନିବାକୁ ପଡ଼ିବ। ଆପଣଙ୍କର ବୁଦ୍ଧି, ଆପଣଙ୍କର ଜ୍ଞାନ, ଆପଣଙ୍କର ପର୍ସନାଲିଟିକୁ ଏପରି ସ୍ତରକୁ ନେଇଯିବେ ଯେଉଁଠି ଲୋକେ ଆପଣଙ୍କୁ କହିବେ କି ମୁଁ ଏହି ଲୋକ ପରି କାମ କରିବି। ଯେଉଁଦିନ ଏହିପରି ପ୍ରତିଜ୍ଞା ଆପଣ ନେବେ, ସେହିଦିନ ଚୁମ୍ବକ ହିଁ ତା କାମ କରିବା ଆରମ୍ଭ କରିଦେବ। ଆଉ ଗୋଟେ କଥା, ଅନେକ ଲୋକଙ୍କ ପାଖକୁ ପଇସା ତ ଆସିଥାଏ, କିନ୍ତୁ ସେଇ ପଇସା ତାଙ୍କ ପାଖରେ ରହିନଥାଏ କଣ ପାଇଁ? କାହିଁକି ନା ପଇସା ରଖିବାର ପାତ୍ର ତାଙ୍କ ପାଖରେ ଛୋଟ ଥିଲା। ମନେକର ଆପଣଙ୍କ ପାଖରେ ଗୋଟିଏ ପାଣି ପିଇବା ଗ୍ଲାସଟି ଅଛି। ଆଉ ସେହି ଗ୍ଲାସରେ ଆପଣ କଣ କରୁଛନ୍ତି ନା ଗୋଟିଏ ବାଲ୍ଟିରେ ପାଣି ଢାଳିବେ। ତ କଣ ହେବ? ନା ସବୁ ପାଣି ଗ୍ଲାସର ବାହାରେ ପଡ଼ିବ। ଆଉ ଗ୍ଲାସରେ ଯେତିକି ପାଣି ଧରିବା କଥା ସେତିକି ହିଁ ପାଣି ଧରିବ। ଯଦି ଆପଣଙ୍କର ମାନସିକ 30,000 ମାସକୁ ଆଉ ଆପଣଙ୍କୁ 10 ଲକ୍ଷ ମିଳିଲା, ତ ଆପଣଙ୍କର ମାଇଣ୍ଡ ଆଉ କାମ କରିବ ନାହିଁ। ଆପଣଙ୍କର ଅଜାଣତରେ ଆପଣ ଏପରି ଡିସିସନ୍ ନେବେ, ଆପଣଙ୍କୁ ଏପରି ଖର୍ଚ୍ଚ କରାଇବ କିମ୍ବା ଏପରି ଭୁଲ କରାଇବ କି ସେହି ପଇସା ସବୁ ପାଣି ପରି ବହିଯିବ। ଆଉ ଆପଣ ପୁଣି ଥରେ ସେହି 30,000କୁ ଆସିଯିବେ। ଏଥିପାଇଁ ପଇସାକୁ ଆପଣଙ୍କର
ପଛରେ ଆଣିବା ପାଇଁ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ହେଉଛି ଆପଣଙ୍କର ପାତ୍ରକୁ ବଡ଼ କରିବା, ଆପଣଙ୍କର ମାନସିକ କ୍ଷମତାକୁ ବଢ଼ାଇବା। ଆପଣଙ୍କର ମନକୁ ଏହା ଅବଚେତନ କରାଇବେ କି ବହୁତ ସାରା ପଇସା ଇନକମ୍ କରିବା ପାଇଁ ଆପଣ ସାମାନ୍ୟ ଅଟନ୍ତି। ତ ଅଧିକାଂଶ ଲୋକ ଧନୀ ଲୋକମାନଙ୍କୁ ଘୃଣା ଦୃଷ୍ଟିରେ ଦେଖିଥାନ୍ତି। ସେ ସବୁବେଳେ ଏହି କଥା ଭାବିଥାନ୍ତି କି ଧନୀ ହେବା ପାଇଁ ତାଙ୍କ ପାଖରେ 2 ନମ୍ବରୀ ପଇସା ଅଛି କିମ୍ବା ଧନୀ ଲୋକମାନେ ଖରାପ ହୋଇଥାନ୍ତି। ତ ଆପଣମାନେ ଭାବନ୍ତୁ, ଯଦି ଆପଣ କୌଣସି ଜିନିଷକୁ ଖରାପ ଚିନ୍ତାଧାରାରେ ଦେଖିବେ, ତ ସେହି ଜିନିଷ ଆପଣଙ୍କ ପାଖକୁ କେବେ ବି ଆସିବ ନାହିଁ। ଆଉ ଯଦି ଆପଣ ପଇସାକୁ ଖରାପ ବୋଲି ଭାବିଥାନ୍ତି, ତ ପଇସା ଆପଣଙ୍କ ଠାରୁ ଦୂରରେ ହିଁ ରହିବ। ଆପଣଙ୍କ ପାଖକୁ ପଇସା କେବେ ବି ଆଉ ଆସିବ ନାହିଁ। ଯଦି ଆପଣ ପଇସାକୁ ଖରାପ ବୋଲି ଭାବିଥାନ୍ତି, ତ ପଇସା ଆପଣଙ୍କ ଠାରୁ ସବୁବେଳେ ଦୂରରେ ରହିବ, କାହିଁକି ନା ଖରାପ କେବେ ବି ଆପଣଙ୍କ ପାଖକୁ ଆସିବ ନାହିଁ। ପଇସା ସହିତ ଆପଣଙ୍କ ଭାବନାକୁ ଠିକ୍ ରଖନ୍ତୁ। ଯେପରି ସାଙ୍ଗ ପରି ପଇସାକୁ ଦେଖିବେ। ଆଉ ଏହା ଏକ ଏପରି ସାଙ୍ଗ ଯାହା ଆପଣଙ୍କର ଆଜାଦି ଦେବ, ଯାହା ଆପଣଙ୍କୁ ଆପଣଙ୍କ ପରିବାରକୁ ଦେଖାଶୁଣା କରିବାର ଶକ୍ତି ଦେବ, ଯାହା ଆପଣଙ୍କର ଏ ଦୁନିଆକୁ ବଦଳାଇବା ପାଇଁ ତାକତ ଦେବ। ଯେତେବେଳେ ଆପଣ ପଇସାକୁ ଉନ୍ନତ ଦେବା ଆରମ୍ଭ କରିବେ, ତ ପଇସା ଆପଣଙ୍କର ଉନ୍ନତି ଦେବା ଆରମ୍ଭ କରିବ। କିନ୍ତୁ ଯଦି ଆପଣଙ୍କର ପଡ଼ୋଶୀ ନୂଆ ଗାଡ଼ି କିଣିଲେ, ତ ଆପଣ କ'ଣ କରିଥାନ୍ତି ନା ଈର୍ଷାରେ ଜଳିଥାନ୍ତି। କିନ୍ତୁ ପଇସା ସବୁବେଳେ ଖୁସି, ସମୃଦ୍ଧି ଓ ଆତ୍ମବିଶ୍ୱାସର ଉର୍ଜା ହୋଇଥାଏ। ଏବେ ଆପଣଙ୍କୁ ବଦଳାଇବାକୁ ପଡ଼ିବ। ଆପଣଙ୍କର ପର୍ସ ଖାଲି ଥାଉ ପଛେ, କିନ୍ତୁ ଆପଣଙ୍କୁ ଅନୁଭବ କରାଇବାକୁ ପଡ଼ିବ କି ଆପଣ ଶାନ୍ତିରେ ଅଛନ୍ତି। ଯଦି ଆପଣ ଅଭାବରେ ରହି ଖୁସି ରହିବା ଶିଖିଯିବେ, ଯଦି ଆପଣ ଛୋଟିଆ ସଫଳତାରେ ବି ଖୁସି ହୋଇଥାନ୍ତି, ତ ଆପଣ ପୁରା ବ୍ରହ୍ମାଣ୍ଡକୁ ଜଣାଇଥାନ୍ତି କି ମୁଁ ଏବେ ସବୁ କିଛି ପାଇଁ ରେଡି ଅଛି। ଆଉ ଯିଏ ସବୁବେଳେ କାନ୍ଦିଥାନ୍ତି, ତାଙ୍କ ପାଖରେ ଯାହା ବି ଥାଏ ସେ ସବୁକୁ ଏ ବ୍ରହ୍ମାଣ୍ଡ ଛଡ଼େଇକି ନେଇଯାଇଥାଏ। ଆଉ ଯେଉଁ ବ୍ୟକ୍ତି ଧନ୍ୟବାଦ ଦେଇଥାନ୍ତି, ସେହି ବ୍ୟକ୍ତିଙ୍କ ପାଖରେ ତାହା ମିଳିଥାଏ ଯାହା ସେ ଚାହିଁ ନଥାନ୍ତି। ପଇସାକୁ ସେ ହିଁ ପାଖରେ ରଖିପାରେ ଯିଏ ପଡ଼ିକି ଉଠିବାର ସାହସ ରଖିଥାଏ, ଯିଏ ଭିଡ଼ ଭିତରେ ବି ଚାଲିବାର ସାହସ ରଖିଥାଏ। ଭିଡ଼ ସବୁବେଳେ ସୁରକ୍ଷିତ ରାସ୍ତା ବାଛିଥାଏ। ଆଉ ଗୋଟେ କଥା, ମିଡିଲ କ୍ଲାସ ଲୋକଙ୍କର ସବୁଠାରୁ ବଡ଼ ବେମାରୀ ହେଉଛି ଲୋକେ କ'ଣ କହିବେ। ମୁଁ ଏହି ଛୋଟ କାମ କରିବି ତ ଲୋକେ ମୋତେ କ'ଣ କହିବେ। ମୁଁ ପରିବା ବିକିବି ତ ଲୋକେ ମୋତେ କ'ଣ କହିବେ, କ'ଣ ଭାବିବେ। ମୁଁ ସୋସିଆଲ ମିଡ଼ିଆରେ ଭିଡ଼ିଓ ବନେଇବି, ଲୋକେ ମୋର ମଜାକ ଉଡ଼ାଇବେ। ତ ମନେ ରଖନ୍ତୁ, ଏହି ଗୋଟିଏ ୱାର୍ଡ ଲୋକେ କ'ଣ କହିବେ, ଏହି ଡରରେ ଏ ଦୁନିଆ ସେତିକି ସ୍ୱପ୍ନ ଭାଙ୍ଗି ଦିଏ, ଅନେକ ସାରା ସଫଳକୁ ଭାଙ୍ଗି ଦେଇଥାଏ। ଆପଣ ଥରେ ଭାବନ୍ତୁ ତ, ଲୋକେ କ'ଣ ଆପଣଙ୍କ ଘରେ ଇଲେକ୍ଟ୍ରିକ୍ ବିଲ୍ ଭରିବେ? ଲୋକେ କ'ଣ ଆପଣଙ୍କର ପିଲାର ସ୍କୁଲ ଫିସ୍ ଭରିବେ? ନାହିଁ ନା। ତ ସେହି ଲୋକଙ୍କର ଗୁରୁତ୍ୱ ଆପଣଙ୍କ ଜୀବନରେ ରହିବା ଉଚିତ ନୁହେଁ। ଆପଣ ବରଂ ଆପଣଙ୍କ କାମକୁ ନେଇ ଗର୍ବ କରନ୍ତୁ। ସେହି ଲୋକ ସାମ୍ନାରେ ଯାଇ ଠିଆ ହୁଅନ୍ତୁ। ହଁ, ମୁଁ ଏହି କାମ କରିବି। ତୁମର ଯଦି ରେଜଲ୍ଟ ଦରକାର ତ ମୋ ପାଖକୁ ଆସ। ଏହି କଥା ତୁମେ ତୁମ ଛାତିରେ ହାତ ବାଡ଼େଇକି କହିବା ଉଚିତ। ଆଉ ଗୋଟେ କଥା, ପଇସା ସବୁବେଳେ ଚଞ୍ଚଳତାକୁ ପସନ୍ଦ କରିଥାଏ। ଆଉ ଗରିବ ବ୍ୟକ୍ତିର ମାଇଣ୍ଡ ଏପରି ହୋଇଥାଏ କି ଯେତେବେଳେ ଗୋଟିଏ କିଛି ବି ଆଇଡିଆ ଆସିଥାଏ, ତ ଗରିବୀ ଲୋକଟି ଭାବିଥାଏ ନା ଏବେ ନାହିଁ, ପରେ କରିବି। ତ ମନେ ରଖନ୍ତୁ, ଯଦି କିଛି ବିଜନେସ୍ କରିବାର ଅଛି, କିଛି ସ୍କିଲ୍ଡ ଶିଖିବାର ଅଛି, କିମ୍ବା କୌଣସି କ୍ଲାଏଣ୍ଟ ପାଖକୁ କାମ ପାଇଁ ଫୋନ୍ କରିବାର ଅଛି, ତ ଏବେ କରନ୍ତୁ। ଏହି ସମୟ ହିଁ ଠିକ୍ ହେବ। ଯେତେ ଆପଣ ଅପେକ୍ଷା କରିବେ, ସେତିକି ହିଁ ଆପଣ ସେହି ମୌକାର ଉର୍ଜାକୁ ମାରି ଦେଇଥାନ୍ତି। ଶଙ୍କା ଆଉ ଡର ଖାଲି ସମୟରେ ହିଁ ଜନ୍ମ ନେଇଥାଏ। ଯଦି ଆପଣ ସ୍ପିଡି ଗତିରେ ଆକ୍ସନ ନେଇଥାନ୍ତି, ତ ହାରିବାର ମୌକା ମିଳିନଥାଏ। ପଇସା ସେହି ଲୋକଙ୍କ ପଛରେ ଦୌଡ଼ିଥାଏ ଯିଏ ନିର୍ଣ୍ଣୟ ବା ଡିସିସନ ସ୍ପିଡିରେ ନେଇଥାନ୍ତି। ଆପଣ ଜାଣିଛନ୍ତି କି ସଫଳ ବ୍ୟକ୍ତି
ନିର୍ଣ୍ଣୟ ସବୁବେଳେ ଜଲ୍ଦି ହିଁ ନେଇଥାନ୍ତି। ଆଉ ଅସଫଳ ଲୋକ ଡିସିସନ୍ ମାସ ମାସ ଲଗାଇ ଦେଇଥାନ୍ତି। ଏବେ ଚାଲନ୍ତୁ କଥା ହେବା କି ଖରାପ ସାଙ୍ଗ। ମନେକର ଆପଣଙ୍କର 5ଟି ସାଙ୍ଗ ଅଛନ୍ତି ଯାହା ସହିତ ଆପଣ ଅଧିକ ସମୟ ଆପଣଙ୍କର ଜୀବନକୁ ବିତାଉଛନ୍ତି। ଯଦି ଆପଣଙ୍କର ସେହି 5ଟି ସାଙ୍ଗ ଗରିବୀର ଭାବନା ନେଇ ରଖିଥାନ୍ତି, ତ ଆପଣ ତାଙ୍କ ସାଙ୍ଗରେ ମିଶୁଛନ୍ତି। ତ ଷଷ୍ଠ ଗରିବୀ ସାଙ୍ଗରେ ଆପଣ ନିଜେ ପରିଣତ ହେବେ। ଯଦି ଆପଣ ଚାହାନ୍ତି ପଇସା ଆପଣଙ୍କ ପଛରେ ଆସୁ, ତ ଆପଣ ଏମିତି ଲୋକଙ୍କ ପଛରେ ପଡ଼ନ୍ତୁ, ଏମିତି ଲୋକଙ୍କ ସହିତ ମିଶନ୍ତୁ ଯେଉଁଠି ପଇସା ଆପଣଙ୍କ ପଛରେ ଫେରିକି ଆସିବ। ଯଦି ଆପଣ ଏପରି ଲୋକଙ୍କ ସହିତ ବସା ଉଠା କରିବେ, ଯିଏ କରୋଡ଼ର କଥାବାର୍ତ୍ତା କରିଥାନ୍ତି, ତ ଲକ୍ଷେ ଟଙ୍କା ବି ଆପଣଙ୍କୁ ଛୋଟ ଲାଗିବ। ଆପଣ ଆପେ ଆପେ ବଦଳିଯିବେ। ଆଉ ଆପଣଙ୍କର ଭାବନା ଯେତେବେଳେ ବଦଳିଥାଏ, ତ ଆପଣଙ୍କ ଇନକମ୍ ବି ଉପରକୁ ଉଠିବାକୁ ଲାଗିବ। ଆପଣ ଭାବୁଥିବେ ସେମିତି ଲୋକଙ୍କୁ ମୁଁ କୋଉଠୁ ପାଇବି? ତ ଦେଖନ୍ତୁ, ଯଦି ଆପଣ ରାତିରେ ଶୋଇବା ସମୟରେ ଇଣ୍ଟରନେଟରେ ଉଚ୍ଚ ପଦବୀ ମହାନ ବ୍ୟକ୍ତିଙ୍କ କଥା ଶୁଣିବେ, ତ ଆପଣଙ୍କ ଜୀବନ ପୁରା ବଦଳି ଯାଇଥାଏ। ଧୀରେ ଧୀରେ ଆପଣ ବି ତାଙ୍କ ପରି ଭାବିବାକୁ ଲାଗିବେ। ଆଉ ଗରିବୀ ଖାଲିରେ ଆସିନଥାଏ, ଗରିବୀ ଭାବନାରେ ହିଁ ହୋଇଥାଏ। ଯଦି ଆପଣ ଚାହାନ୍ତି ପଇସା ଆପଣଙ୍କ ପଛରେ ଆସୁ ଏବଂ ଆପଣଙ୍କ ପାଖରେ ରହୁ, ତ ଆପଣଙ୍କ ପଇସାର ଭାଷାକୁ ବୁଝିବାକୁ ପଡ଼ିବ। ସମ୍ପତ୍ତି, ଐଶ୍ୱର୍ଯ୍ୟ, ଲାଇବ୍ରେରୀକୁ ବୁଝିବାକୁ ପଡ଼ିବ। ଧନୀ ଲୋକମାନେ କ'ଣ କରନ୍ତି ନା ସମ୍ପତ୍ତି କିଣିଥାନ୍ତି। ଆଉ ସମ୍ପତ୍ତି ଏକ ଏପରି ଜିନିଷ ଯାହା ଅମିର ଲୋକ ତାଙ୍କ ପର୍ସରେ ପଇସାକୁ ଟାଣିକି ରଖିଥାନ୍ତି। ଯେପରି ବିଜନେସ୍, ଷ୍ଟକ୍ ମାର୍କେଟ, ପ୍ରପର୍ଟି ସବୁ। ଏମିତି କିଛି ଜିନିଷ କିଣିଥାନ୍ତି। କିନ୍ତୁ ଗରିବୀ ଓ ମିଡିଲ କ୍ଲାସ୍ ଲୋକ କ'ଣ କରିଥାନ୍ତି ନା ଏମିତି ଜିନିଷ କିଣିଥାନ୍ତି ଯାହା ତାଙ୍କ ପର୍ସରୁ ପଇସା ବାହାରି ଯାଇଥାଏ। ଯେପରିକି ମହଙ୍ଗା କାର୍, ବଡ଼ ଘର, ଯାହାର ବ୍ୟାଙ୍କରେ ଲୋନ୍ ଚାଲିଥାଏ। ଆଉ ସେ ଏହାକୁ ହିଁ ସମ୍ପତ୍ତି ଭାବିବାରେ ଭୁଲ କରିଥାନ୍ତି। ଯେ ପର୍ଯ୍ୟନ୍ତ ଆପଣ ଆପଣଙ୍କର ପଇସାକୁ କାମରେ ଲଗାଇବେ ନାହିଁ, ସେ ପର୍ଯ୍ୟନ୍ତ ପଇସା ପାଇଁ ଆପଣ ଜୀବନ ସାରା କାମ କରିବେ। ଶୋଇ ଶୋଇ ପଇସା ଇନକମ୍ କରିବା କୌଣସି ସ୍ୱପ୍ନ ନୁହେଁ। ଯଦି ଆପଣ ଶୋଇବା ସମୟରେ ପଇସା କମାଇବେ ନାହିଁ, ତ ଆପଣଙ୍କୁ ମରିବା ପର୍ଯ୍ୟନ୍ତ ପଇସା ପାଇଁ କାମ କରିବାକୁ ପଡ଼ିବ। ପଇସାକୁ ପିଛା କରୁଥିବା ଲୋକେ ମଞ୍ଜିକୁ ଖାଇଥାନ୍ତି, ଆଉ ପଇସାକୁ ଆକର୍ଷିତ କରୁଥିବା ଲୋକେ ମଞ୍ଜିକୁ ପୋତିଥାନ୍ତି ଆଉ ଫସଲକୁ ଅପେକ୍ଷା କରିଥାନ୍ତି। ଆଉ ଗୋଟିଏ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କି ଯଦି ଆପଣ କାହାକୁ ସଫଳ ହେବାର ଦେଖନ୍ତି, କାହା ପାଖରେ କାରଟିଏ ଦେଖନ୍ତି, ତ ଆପଣଙ୍କ ମନରେ କ'ଣ ହୋଇଥାଏ? ଆପଣ କ'ଣ ଭାବିଥାନ୍ତି? ଆପଣ ଭାବନ୍ତି ହଁ ସେ ଲୋକର ଭାଗ୍ୟ ବହୁତ ବଡ଼, ତା ବାପାର ବହୁତ ପଇସା ଅଛି। ଯଦି ଆପଣ ଏହିଭଳି ଭାବିକି ରହିଥାନ୍ତି, ତ ଆପଣ ନିଜେ ଆପଣଙ୍କ ଗୋଡ଼ରେ କୁରାଢ଼ି ମାରିଥାନ୍ତି। ଯଦି ଆପଣ ଅନ୍ୟର ସଫଳତାରେ ଜଳିଥାନ୍ତି ବା ଈର୍ଷା କରିଥାନ୍ତି, ତ ଆପଣ ଆପଣଙ୍କର ଅବଚେତନ ମନରେ ଏହା ଜଣାଇଥାନ୍ତି ଯେ ସଫଳତା ଖରାପ ହୋଇଥାଏ। ଆଉ ଆପଣଙ୍କର ମାଇଣ୍ଡକୁ ବାରମ୍ବାର ଧିକ୍କାର କରିବା ବି ଆପଣ କେବେ ବି ସଫଳ ହେବେ ନାହିଁ। ତ ଯଦି ଆପଣ କାହାକୁ ଦେଖନ୍ତି କି ସେ ନୂଆ କାରଟେ କିଣିଲା, ତ ଆପଣ ଈର୍ଷା କରନ୍ତୁ ନାହିଁ, ବରଂ ଖୁସି ହୁଅନ୍ତୁ। ତାଙ୍କୁ ଗୋଟିଏ ଦୁଆଟିଏ ଦିଅନ୍ତୁ। ଆଉ ତାଙ୍କ ପାଖକୁ ଏମିତି କାର୍ ଆସିଛି, ଦିନ ଆସିବ ମୁଁ ବି ଗୋଟିଏ ଏମିତି କାରଟେ ଆଣିବି। ଯେଉଁ ଜିନିଷକୁ ଆପଣ ଆଶୀର୍ବାଦ ଦେବେ, ଦେଖିବେ ସେହି ଜିନିଷ ଆପଣଙ୍କ ପାଖକୁ ଆପେ ଆପେ ଆସିବାକୁ ଲାଗିବ। ଆଉ ମନେ ରଖନ୍ତୁ, ଯେଉଁ ଜିନିଷକୁ ଆପଣ ଈର୍ଷା କରିବେ, ସେହି ଜିନିଷ ଆପଣଙ୍କ ଠାରୁ ଦୂରକୁ ଦୂରକୁ ଚାଲି ଯାଇଥାଏ। ଆପଣ ଆଗେ ଆପଣଙ୍କ ଘରକୁ ଦେଖନ୍ତୁ, ଆପଣଙ୍କର ଟ୍ରେଜରୀକୁ ଦେଖନ୍ତୁ, ଆପଣଙ୍କର ଆଲମିରାକୁ ଦେଖନ୍ତୁ। ସେଠି ଆଉ ପୁରୁଣା ଚିରାଫଟା ନୋଟ, ପୁରୁଣା ବିଲ୍, ପୁରୁଣା ଭଙ୍ଗାଟୁଟା ଜିନିଷ, ପୁରୁଣା କବାଡ଼ି ଜିନିଷ ପଡ଼ିକି ରହିନାହିଁ ତ? ପୁରୁଣା କବାଡ଼ି ଜିନିଷ ଉର୍ଜାକୁ ବାଧା ଆଣିଥାଏ। ନୂଆ ପଇସା, ନୂଆ ଉର୍ଜା ସେ ପର୍ଯ୍ୟନ୍ତ ଘର ଭିତରକୁ ଆସିପାରେ ନାହିଁ ଯେ ପର୍ଯ୍ୟନ୍ତ ପୁରୁଣା ସଡ଼ା ହୋଇ ପଡ଼ିଥିବା ଉର୍ଜା ବାହାରକୁ ବାହାରି ନଥାଏ। ସଫା କରନ୍ତୁ, ଜାଗା ଖାଲି କରନ୍ତୁ, ଭୌତିକ ରୂପରେ ବି ଏବଂ ମାନସିକ ରୂପରେ ବି। ପୁରୁଣା ଭାବନା, ପୁରୁଣା ଚିନ୍ତାଧାରା ସବୁକିଛି ଝାଡ଼ୁ ମାରିକି ବାହାରେ ଫୋପାଡ଼ି ଦିଅନ୍ତୁ। ଆଉ ମନେ ମନେ ଏ ବ୍ରହ୍ମାଣ୍ଡକୁ କୁହନ୍ତୁ, ହଁ ମୁଁ ନୂଆ ଧନ ଦୌଲତ ପାଇଁ ପ୍ରସ୍ତୁତ ଅଛି। ଏହା ଶୁଣିବାରେ ଛୋଟ ଲାଗିଥାଏ, କିନ୍ତୁ ଏହା
विश्वास करंतु जादू परी काम करिथे। सबु जिनिसरे संतुष्ट रुहंतु। जहाँ भी जेतिकी आपणक पाखरे अछि निजको धन्यवादटे दियंतु। जदि आपण पूरापूरी संतुष्ट हेई जिबे तो आपणकर क्रोध शांत पड़ी जिवो। देखंतु पैसा सब किछि नुहे। पैसा आपणकर खुशी किनि परिबो नाही, किंतु पैसा रे सेही आजादी को किनि परिबे। जी आपणको आपणको सहित बिताइबा को लागिबो। पैसा रे आपण कोनोसी गरीब लोकर पेट भरी परिबे। पैसा ऑक्सीजन परे होई थाए, किंतु केवल जे भावना बदलाई देले बैंक बैलेंस बनी जाए नाही। भावना गोटिए बंधन होई थाए। गाड़ी को चलाइबा पई सिस्टम एवं इंजिन दरकार होई थाए। पैसा आपणको पछरे सेतबेले दौड़िबो जेतबेले आपण कम भावना लगाइबे, भारी जिनिस को उठाइबे। जणे मनीष से जेते बलवान हेउ पछे से केबे भी गोटिए पत्थर को उठाई परिबो नाही, किंतु जदि से लंबा छड़टिए व्यवहार करिबो तो पहाड़ भी भांगी देबो। आ आजिकाली दुनिया रे गोटिए मोबाइल आ कंटेंट सब किछि बनाई दउछि। आपणको पॉकेट रे छोटिया फोन टे आजिकाली दुनिया रे बड़ फैक्ट्री टे बनी जाइछि। भाबंतु जेतेबेले आपण निदरे सोइथिबे आ आपणको द्वारा बना जाइथिबा यूट्यूब वीडियो ए दुनिया रो कोनोसे ना कोनोसी कोण रे केही ना केही देखुथिबे। सेही वीडियो ही आपणको पई काम करिथाय। से आपणको कथा को नै अन्य मानक पाखरे पहुंचाई थाय। आपणकर प्रोडक्ट को बिक्री कराउछि, आपणकर ब्रांडिंग कराउछि। आपण मात्र गोटिए थर काम कले वीडियो बनाइले, किंतु तार फल आपणको वर्ष वर्ष मिली थाय। एहा को ही कुहा जाय टाइम टू टाइम मनी। समय ठो पैसा रे अलगा करिबा। जे पर्यंत आपण आपणकर समय को किछि पैसा कमाइबे, आपणको पाखरे गोटे दिन रे 24 घंटा रहिछि। आपण 25 घंटा जन्माई पारिबे नाही, किंतु जदि आपण प्रोडक्ट किंबा सिस्टम बनाइबे तो तार कोनोसे भी सीमा रहिबो नाही। देखंतु इंटरनेट केबे भी सोई न थाए। इंटरनेट केबे थकी न थाए। इंटरनेट केबे छुट्टी मागे नाही। तो आपण थरे भाबंतु तो कि मु एमिति कोन बनाई पारिबे जहा मो पई काम करिवो। तो आजिकाली दुनिया रे बहुत किछि डेवलप हेलानी। आपण केबे भी हाथ गोड़ बांधिकी रुहंतु नाही। किछि ना किछि माइंड खर्च करंतु, किछि ना किछि काम रे लगांतु। देखिबे पैसा आपणको पछरे दौड़िबाकू लागिबे। आपण आउ केबे पैसा पछरे दौड़िबे नाही। तो दर्शक बंधु, आशा करूची आजिर भिडियोटी निहाती भाबरे आपणको मनको कोउठी ना कोउठी टिके भाव पछे छुईथिबो। जदि भिडियोटी आपणको भलो लागि थाए तो कृपा करी भिडियो गोटे लाइक टे करंतु। भिडियोटी को अधिकरु अधिक मात्रा रे अन्य मानक पाखकू पठांतु। एवं आम चैनल रे जदि आपण प्रथम करी आसीछंती तो कृपा करी हमर एही चैनल रोजी पिहू 1234 को सब्सक्राइब करी पाखरे थिबा बेल आइकन टी को दबाई दियंतु। ता सहित कमेंट सेक्शन रे निश्चित जणाइबे जे आपण केउ बिजनेस बा केउ आइडिया आरंभ करूछंती। तो आजि पई रहुची नमस्कार, जय जगन्नाथ।